ଆଚ୍ଛା ପିଲାମାନେ ଶୁଭ ସକାଳ। ଆଚ୍ଛା ସମସ୍ତେ ଖାଇ ପିଇ ଆସିଛ? ବାସ୍ ବହୁତ ବଢିଆ ପ୍ରସ୍ତୁତ ଅଛ ସମସ୍ତେ ନେଇ। ଆଚ୍ଛା କହିଲ ଆମେ ଗତକାଲି ଏଇ ଯୋଉ ଆମ ଚାରିପାଖର ସଂରଚନା ବିଷୟରେ କିଛି ଆଲୋଚନା କରିଥିଲେ ନା? ଠିକ ଅଛି, ବହୁତ ଭଲ ଲାଗିଥିବ। ତାହେଲେ ଆଜି ଆମେ ସେଇ ଆମ ଚାରିପାଖର ସଂରଚନା ବିଷୟରେ ବିଭିନ୍ନ ପ୍ରକାର ସଂରଚନା ବିଷୟରେ ଆଉ ଟିକେ କିଛି ଅଧିକା ଜାଣିବା। ଠିକ ଅଛି, ଦେଖ ପିଲାମାନେ କଣ ଦେଖୁଛ? ବର୍ତ୍ତମାନ ଦେଖ ତୁମକୁ ଦୁଇଟି ବକ୍ସ ଦିଆଯାଇଛି। ଇତିଶ୍ରୀ ପାଖରେ ଗୋଟେ ବକ୍ସ ଅଛି, ବିମଲ ପାଖରେ ଗୋଟେ ବକ୍ସ ଅଛି। ଆଉ ସେଇ ବକ୍ସ ଭିତରେ କିଛି କଏନ୍ସ ଅଛି, ମୁଦ୍ରା ଅଛି ନା? ଦେଖିଲ? ଆଚ୍ଛା ଇତିଶ୍ରୀ ପାଖରେ କଣ କଣ କଏନ୍ ଅଛି କହିଲ ସରିତା? ହଁ, 10 ଟଙ୍କିଆ, ଆଉ ଗୋଟେ 10 ଟଙ୍କିଆ। ଆଚ୍ଛା ଦୁଇଟି 5 ଟଙ୍କିଆ, ଦୁଇଟି 2 ଟଙ୍କିଆ, ପାଞ୍ଚଟି 1 ଟଙ୍କିଆ। ଆଚ୍ଛା ଭେରି ଗୁଡ। ତାହେଲେ ଇତିଶ୍ରୀ ପାଖରେ ଏତିକି କଏନ୍ ଅଛି। ତାହେଲେ ଦେଖିବା ବର୍ତ୍ତମାନ ଆମେ ବିମଲ ପାଖରେ କଣ କଣ କଏନ୍ ଅଛି। ଜୋସେଫ ତମେ କୁହ, ବିମଲ ପାଖରେ କଣ କଣ କଏନ୍ ଅଛି? 10 ଟଙ୍କିଆ ଦୁଇଟି, ହଁ। 5 ଟଙ୍କିଆ ଦୁଇଟି, ହଁ ଠିକ ଅଛି। ଆଉ 2 ଟଙ୍କିଆ ଚାରୋଟି, ଭେରି ଗୁଡ। 1 ଟଙ୍କିଆ 6ଟି। ଆଚ୍ଛା ତାହେଲେ ବିମଲ ପାଖରେ ଏଇଭଳି ସବୁ କଏନ୍ ଯାହା ରହିଛି। ବର୍ତ୍ତମାନ ତମେ ମନେ ରଖିଲ, ଇତିଶ୍ରୀ ପାଖରେ କିଛି ମୁଦ୍ରା ଅଛି, ବିମଲ ପାଖରେ କିଛି ମୁଦ୍ରା ଅଛି, ନୁହଁ କି? ତାହେଲେ ବର୍ତ୍ତମାନ ଆମେ ଦେଖିବା ଏମାନଙ୍କର ମୁଦ୍ରା ସଂଖ୍ୟା ମିଶି କେତେ। ଆଚ୍ଛା ଜିତେଶ, ଗଣି କରି କହିଲୁ ଇତିଶ୍ରୀ ପାଖରେ ମୋଟ କେତେ ଟଙ୍କା ଅଛି? ହଁ, ଗଣିକିରି କୁହ। ହଁ, କେତେ କହିଲୁ? 39। ହଁ, ଭେରି ଗୁଡ ଭେରି ଗୁଡ। ତାହେଲେ ଜିତେଶ ଠିକ କଥା କହିଛୁ, ଇତିଶ୍ରୀ ପାଖରେ 39 ଟଙ୍କା ଅଛି। ଆଚ୍ଛା ଆଚ୍ଛା, ଭେରି ଗୁଡ ଭେରି ଗୁଡ। ଆଚ୍ଛା ଆଉ ଗୋଟେ ପ୍ରଶ୍ନ ଆମେ ଦେଖିବା। ନରେନ୍ଦ୍ର କହିଲୁ ବାବା, ବିମଲ ବାକ୍ସରେ ମୋଟ କେତେ ଟଙ୍କା ଥିଲା? ହଁ, ଗଣିଦିଅ, ଗଣି ଗଣି କୁହ। ବିମଲ ପାଖରେ ହଁ କେତେ ଟଙ୍କା? ଆଚ୍ଛା 44 ଟଙ୍କା। ଭେରି ଗୁଡ ନରେନ୍ଦ୍ର, ବିମଲ ପାଖରେ ମୋଟ 44 ଟଙ୍କା ଥିଲା। ଦେଖ ସବୁ ଯାକ କଏନ ର ଦାମକୁ ତୁମେ ଗଣି 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 କହିଲ ନା? ଆମର ଇତିଶ୍ରୀ ପାଖରେ 39 ଟଙ୍କା, ଆଉ ଏପଟେ ନରେନ୍ଦ୍ର ପାଖରେ 44 ଟଙ୍କା, ହଉ କି? ଠିକ ଅଛି, ତାହେଲେ ଆଗକୁ ଯିବା। ଦେଖ ପିଲାମାନେ, ବର୍ତ୍ତମାନ ତମ ଦୁଇଟି ପିଲା ଆନନ୍ଦ ଆଉ ଶୈଳ, ଦୁଇଟି ସାଙ୍ଗ ଦୁଇଟି ଝୁଡିରେ କିଛି ଫଳ ଧରିଛନ୍ତି। ଆନନ୍ଦ ଗୋଟେ ଝୁଡି ଧରିଛି, ସେଇ ଝୁଡିରେ କେତୋଟି ଫଳ ଅଛି? ହଁ କୁହ। 9ଟି, ଭେରି ଗୁଡ। ଆଚ୍ଛା ଶୈଳ ବି ଗୋଟେ ଝୁଡି ଧରିଛି, ତା ପାଖରେ କେତୋଟି ଫଳ ଅଛି? 8ଟି। ଆଚ୍ଛା ତାହେଲେ ଆନନ୍ଦ ପାଖରେ ଥିବା ଝୁଡିରେ 9ଟି ଫଳ ଅଛି, ଶୈଳ ପାଖରେ ଥିବା ଝୁଡିରେ 8ଟି ଫଳ ଅଛି, ଭେରି ଗୁଡ। ଆଚ୍ଛା ଦେଖିବା ବର୍ତ୍ତମାନ ଆମେ କଣ କରିବା, ଆନନ୍ଦ ପାଖରେ ଥିବା ଫଳକୁ ଶୈଳ ପାଖରେ ଥିବା ଫଳକୁ ଧୀରେ ଧୀରେ ଯୋଡି ଯୋଡି କରି ସଜେଇ ରଖିବାକୁ ଚେଷ୍ଟା କରିବା। ଦେଖିବା ରିନା, ଆନନ୍ଦ ପାଖରେ ଥିବା ଝୁଡିକୁ ଦେଖ, 9ଟି ଫଳ ଅଛି ନା? ବର୍ତ୍ତମାନ ତୁମେ ସେଇ ଫଳ ଗୁଡିକୁ ଦୁଇ ଦୁଇ କରି ଯୋଡି ଯୋଡି କରି ରଖିଲ, ରଖି ସାରିଲଣି? ଆଚ୍ଛା କୁହ, ସବୁ ଫଳ ବ୍ୟବହାର ହେଇପାରିଲା ନା କିଛି ଫଳ ବଳିଗଲା? ବଳିଗଲା। କେତୋଟି ବଳିଲା? ଗୋଟିଏ। ଆଚ୍ଛା ତାହେଲେ ଦେଖ 9ଟି ଫଳ ଥିଲା, ଯୋଡି ଯୋଡି କରି ରଖିବାରୁ ଗୋଟିଏ ଫଳ ବଳିଗଲା। ତାହେଲେ ଆମେ ଦେଖିଲେ 9 ଏକ କି ପ୍ରକାର ସଂଖ୍ୟା? ଅଯୁଗ୍ମ ସଂଖ୍ୟା। ଭେରି ଗୁଡ। 9 ଏକ ଅଯୁଗ୍ମ ସଂଖ୍ୟା। କାହିଁକି ନା ଏହି ସଂଖ୍ୟାକୁ ଆମେ ଯୋଡି ଯୋଡି କରି ସଜେଇ ରଖିପାରିଲେ ନାହିଁ। ଆମେ ସଜେଇଲା ପରେ ଗୋଟିଏ ଫଳ ବଳିଗଲା ବା ଗୋଟିଏ ସଂଖ୍ୟା ବଳିଗଲା। ତାହେଲେ କଣ ଜାଣିଲେ, ଯେଉଁ ସଂଖ୍ୟାର ସମସ୍ତ କ୍ରମକୁ ଆମେ ଯଦି ଯୋଡି ଯୋଡିକି ରଖିବା, ତାହେଲେ ଗୋଟିଏ ଯଦି ବଳିଯାଏ ଶେଷକୁ, ତାକୁ ଆମେ କହିବା ଅଯୁଗ୍ମ ସଂଖ୍ୟା, କି?
ଆଚ୍ଛା ଦେଖିବା ସେ ହେଲା ଶୈଳ ପାଖରେ ଯୋଉ ଯୋଡ଼ି ଅଛି ଦେଖିବା ନା ସେଇଠି କେତୋଟି ଫଳ ଅଛି 8ଟି। ଆଚ୍ଛା ତାକୁ ଯୋଡ଼ିକି ରଖିବା କଣ ହବ ଏଇଠି ଆଉ କିଛି ରହିବନି ସବୁ ବ୍ୟବହୃତ ହେଇଯିବ। ଆଚ୍ଛା ଦୁଇ 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 ଯୋଡ଼ି ହେଇଗଲା ଆଉ କିଛି ରହିଲାନି। ଆଚ୍ଛା ତାହେଲେ ଆମେ ଶୈଳ ପାଖରେ ଯୋଉ ଫଳ ଅଛି 8ଟି ଏ 8 ସଂଖ୍ୟାକୁ କଣ କହିବା ଯୁଗ୍ମ। ଆଚ୍ଛା ଭେରି ଗୁଡ ତାହେଲେ ଜାଣିଲେ ଯେଉଁ ସଂଖ୍ୟାକୁ ଯୋଡ଼ି ଯୋଡ଼ି କରି ସଜେଇ ରଖିଲେ ଆଉ କିଛି ବଳକା ରହେ ନାହିଁ ତାକୁ ଆମେ ଯୁଗ୍ମ ସଂଖ୍ୟା ବୋଲି କହୁ। ତାହେଲେ ଏଇଠି 9 ଆସିଲା ଏକ ଯୁଗ୍ମ ସଂଖ୍ୟା ଯେମିତି 8 ଗୋଟେ ଯୁଗ୍ମ ସଂଖ୍ୟା ନୁହଁ କି ବହୁତ ବଢିଆ ହେଇଛି। ତାହେଲେ ଆମେ ଜାଣିଲେ ବୋଲି ଦେଖ ଶୈଳ ପାଖରେ 8ଟି ଫଳ ଥିଲା 8 ଗୋଟେ ଯୁଗ୍ମ ସଂଖ୍ୟା ହେଲା କାରଣ ଯୋଡ଼ି ଯୋଡ଼ି ସଜ ରଖିପାରିଲେ। ପୁଣି ମନେ ପକେଇବା ଆନନ୍ଦ ପାଖରେ 9ଟି ଫଳ ଥିଲା ଯୋଡ଼ି ଯୋଡ଼ି କରି ରଖିଲେ 1ଟି ବଳିଗଲା ତାକୁ ଆମେ କହିଲେ ଅଯୁଗ୍ମ ସଂଖ୍ୟା। ଠିକ ଅଛି। ଆସ ପିଲାମାନେ ବର୍ତ୍ତମାନ ଆମେ ଏଇ ଯୋଉ ଯୁଗ୍ମ ଅଯୁଗ୍ମ ସଂଖ୍ୟା ବିଷୟରେ ଗୋଟେ ଖେଳ ଖେଳିବା। ଠିକ ଅଛି। ଆଚ୍ଛା ସିଦ୍ଧି ଦେଖିଲ ଦେଖୁଛ କଣ ଦେଖୁଛ ତୁମ ଚାରିପଟେ ଗୋଟେ ସଂଖ୍ୟା ଗ୍ରିଡ ଅଛି ନା ତୁମ ପାଖରେ ଦେଖ ସଂଖ୍ୟା ସାରଣୀଟି ଅଛି ନା ସେଥିରେ କେତୋଟି ସଂଖ୍ୟା ଲେଖାଯାଇଛି ନା 1 2 3 4 5 6 7 14ଟି ସଂଖ୍ୟା ଲେଖାଯାଇଛି। ବର୍ତ୍ତମାନ ଦେଖ ସେଇ ସଂଖ୍ୟା ଭିତରେ ଆମେ ଦେଖିବା କେଉଁଗୁଡ଼ିକ ଯୁଗ୍ମ ସଂଖ୍ୟା କେଉଁଗୁଡ଼ିକ ଅଯୁଗ୍ମ ସଂଖ୍ୟା। ଆଚ୍ଛା ପୁଣି କଥା ଶୁଣ ଖେଳଟି କେମିତି ଯୁଗ୍ମ ସଂଖ୍ୟା ଚାରିପଟେ ଗୋଲ ବୁଲେଇବ ଅଯୁଗ୍ମ ସଂଖ୍ୟା ଚାରିପଟେ ଗୋଟିଏ ଛୋଟିଆ ବର୍ଗ ଚିତ୍ରଟିଏ କରିବ। ଠିକ ଅଛି। ଆଚ୍ଛା କହିଲ ଦେଖି 2 କଣ ହବ ଯୁଗ୍ମ ସଂଖ୍ୟା ତାହେଲେ ତା ଚାରିପଟେ କଣ କରିବା ଗୋଲ ବୁଲେଇବା ଯୁଗ୍ମ ସଂଖ୍ୟା ଚାରିପଟେ ଗୋଲ ଗୋଲ ବୁଲେଇ ଦିଅ। ଆଚ୍ଛା ଦେଖିବା ତାପରେ ଆସିଲା କଣ କାଇଁ ସାଇକେଲ ତାପରେ କଣ ଅଛି 11। ଆଚ୍ଛା କୁହ 11 କି ସଂଖ୍ୟା ଅଯୁଗ୍ମ ତାହେଲେ ତା ଚାରିପଟେ କଣ କରିବା ଗୋଟେ ବର୍ଗଚିତ୍ର କର। ଦୀପ୍ତି ତୃତୀୟ ସଂଖ୍ୟାଟି କୁହ 9 9 ଚାରିପଟେ କଣ କରିବା 9 ଗୋଟେ ଯୁଗ୍ମ ନା ଅଯୁଗ୍ମ ଅଯୁଗ୍ମ ତାହେଲେ କଣ କରିବା ବର୍ଗଚିତ୍ର ଟିକେ କରିଦିଅ। ଆଚ୍ଛା ତାପରେ ଆସିଲା ଇନ୍ଦୁ ତାପରେ ସଂଖ୍ୟା କଣ 13। ଆଚ୍ଛା 13 ଯୁଗ୍ମ ନା ଅଯୁଗ୍ମ ଅଯୁଗ୍ମ ତାହେଲେ ତା ଚାରିପଟେ କଣ କରିବା ଗୋଲ ବୁଲେଇବା। ଠିକ ଅଛି ଗୋଲ ବୁଲ ଆମେ ସାରଣୀଟି ସମ୍ପୂର୍ଣ୍ଣ କରିସାରିଲେ। ଆଚ୍ଛା ଦେଖିବା ପିଲାମାନେ ଦେଖ ତୁମେ ଯୋଉ ସାରଣୀଟି ସମ୍ପୂର୍ଣ୍ଣ କଲ ନା ବର୍ତ୍ତମାନ ଦେଖ ସେସବୁ ଆମେ କରିବା ପ୍ରଶ୍ନ ଉତ୍ତର ଠିକ ଅଛି ନା ନାହିଁ ଭଲ ଭାବରେ ଦେଖ। ଦେଖ ପିଲାମାନେ ତୁମେ ଯାହା କରିଥିଲ ତାକୁ ଠିକ କି ଭୁଲ ପରୀକ୍ଷା କର। ଦେଖ 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 ପିଲାମାନେ ବର୍ତ୍ତମାନ ଆମେ ଏଇ ଯୁଗ୍ମ ଅଯୁଗ୍ମକୁ ନେଇକି ଆଉ ଗୋଟେ ମଜାଦାର ଖେଳ ଖେଳିବା। କଣ ସେଇ ଖେଳ ଦେଖ ତୁମକୁ ସଂଖ୍ୟା ସାରଣୀଟି ଦିଆଯାଇଛି 2 ଧାଡି ସଂଖ୍ୟା ଅଛି ସେଥିରେ 16ଟି ସଂଖ୍ୟା ଅଛି ନା ଶ୍ରଦ୍ଧା ତୁମ କାମ ହେଲା ଏଇ ସଂଖ୍ୟା ଗୁଡିକ ମଧ୍ୟରୁ ଯୁଗ୍ମ ସଂଖ୍ୟାକୁ ବାଛି ଯୁଗ୍ମ ଘରେ ଅଯୁଗ୍ମ ସଂଖ୍ୟାକୁ ବାଛି ଅଯୁଗ୍ମ ଘରେ ଲେଖିବ ପୂर्ण କରିବ। ଠିକ ଅଛି ପ୍ରଥମେ କହିଲେ ଶ୍ରଦ୍ଧା 3 କେଉଁ ଘରେ ରଖିବା ଯୁଗ୍ମ ନା ଅଯୁଗ୍ମ ଅଯୁଗ୍ମ ଠିକ ଅଛି ରଖିଦିଅ 3 ସଂଖ୍ୟାକୁ ଅଯୁଗ୍ମ ଘରେ ରଖିଦିଅ। ସେମିତି 8 ଯୁଗ୍ମ ଗୁଡ 7 ହଁ ଅଯୁଗ୍ମ ଭେରି ଗୁଡ 12 ଯୁଗ୍ମ ଆଚ୍ଛା ଠିକ ଅଛି 11 ଅଯୁଗ୍ମ ରଖ 9 ଅଯୁଗ୍ମ ରଖ ଅଯୁଗ୍ମ ଘରେ ରଖ 4 ଯୁଗ୍ମ ଠିକ ଯୁଗ୍ମ ଘରେ ରଖିବା 6 ସେ ବି ଯୁଗ୍ମ ଠିକ ଯୁଗ୍ମ ଘରେ ରଖିବା। ବର୍ତ୍ତମାନ ରବିନ ତମେ କହିବ 15 ଅଯୁଗ୍ମ ଘରେ ରଖ 15 ଅଯୁଗ୍ମ ଘରେ ରଖିବା। 21 ସିଏ ବି ଅଯୁଗ୍ମ ତାହେଲେ ଅଯୁଗ୍ମ ଘରେ ରଖିବା।
20 ଯୁଗ୍ମ ତାହେଲେ ଯୁଗ୍ମ ଘରକୁ ନବା। 16 ଯୁଗ୍ମ ଘରକୁ ନବା। ଆଚ୍ଛା 14 ବି ଯୁଗ୍ମ ଘରକୁ ନବା। ଆଚ୍ଛା 17 ଅଯୁଗ୍ମ ଘରକୁ ନବା। ଠିକ ଅଛି ଅଯୁଗ୍ମ ରଖ। 19 ଅଯୁଗ୍ମ। ଆଚ୍ଛା 2 ଯୁଗ୍ମ ତାହେଲେ ଯୁଗ୍ମ ଘରେ ଦେଖ ତୁମେ ଜାଣିଥିଲ ଯେଉଁ ସଂଖ୍ୟା ଗୁଡ଼ିକୁ ଯୋଡି ଯୋଡି କରି ରଖିପାରିବା ସଜେଇ ପାରିବା ତାକୁ ଆମେ ଯୁଗ୍ମ କହୁଥିଲେ। ଯେଉଁ ସଂଖ୍ୟା ଗୁଡ଼ିକୁ ଯୋଡି ଯୋଡି କରି ରଖିଲେ 1 ବଳିଯିବ ତାକୁ ଅଯୁଗ୍ମ ସଂଖ୍ୟା କହୁଥିଲେ। ସେଇ ଆଧାରରେ ବର୍ତ୍ତମାନ ତୁମେ ଯୁଗ୍ମ ଅଯୁଗ୍ମ ମଧ୍ୟ ଅଲଗା କରିପାରିଲ। ଠିକ ଅଛି ଭେରି ଗୁଡ। ତୁମେ ତ କହିଥିଲ ଯୁଗ୍ମ ସଂଖ୍ୟା ଅର୍ଥାତ୍ ଯେଉଁଗୁଡ଼ିକୁ ଆମେ ଯୋଡି ଯୋଡି କରି ରଖିପାରିବା ଶେଷରେ ଶୂନ ରହିବ। ଅଯୁଗ୍ମ ସଂଖ୍ୟା ତାକୁ ଆମେ ଯୋଡି ଯୋଡି ରଖିଲେ ମଧ୍ୟ ଶେଷକୁ ଶୂନ ନୁହଁ 1ଟେ ରହିଯାଏ। ଆଚ୍ଛା କହିଲୁ ଦେଖି ବର୍ତ୍ତମାନ ତମକୁ ସଂଖ୍ୟା ସାରଣୀ ଦିଆଗଲା। ଆମର କାମ ହେଲା ସେଇ ସଂଖ୍ୟାର ପରବର୍ତ୍ତୀ ସଂଖ୍ୟା କିଏ ଲେଖିବା ଆଉ ତାହା ଯୁଗ୍ମ ନା ଅଯୁଗ୍ମ ବି କହିବା। ଠିକ ଅଛି କହିବା ନା। ଦେଖ ତମକୁ ଉଦାହରଣ ବି ଦିଆଗଲା। ଗୋଟେ ଦେଖ 6 ଅଛି ନା 6ର ପରବର୍ତ୍ତୀ ସଂଖ୍ୟା କିଏ 7 ଗୋଟେ କି ସଂଖ୍ୟା ଅଯୁଗ୍ମ ଲେଖା ହେଇଛି ନା। ସେମିତି 11 ଅଛି 11 ପରବର୍ତ୍ତୀ ସଂଖ୍ୟା କିଏ 12। ଆଚ୍ଛା 12 ଗୋଟେ କି ସଂଖ୍ୟା ଯୁଗ୍ମ। ଦେଖ ଏଇ ଦିଆ ତୁମକୁ ଦିଆ ହେଲା ନା। ଏଇଭଳି ତୁମେ ବର୍ତ୍ତମାନ 17 22 25 30 କୁ ଆମେ ପୂରଣ କରିବା। ଆଚ୍ଛା ପ୍ରାଚୀ କୁହ ତମେ କୁହ 17ର ପରବର୍ତ୍ତୀ ସଂଖ୍ୟା କିଏ 18। ଭେରି ଗୁଡ। ଆଚ୍ଛା କୁହ ପୁଣି 18 ଗୋଟେ ଯୁଗ୍ମ ନା ଅଯୁଗ୍ମ ଯୁଗ୍ମ। ଭେରି ଗୁଡ 18 ଏକ ଯୁଗ୍ମ ସଂଖ୍ୟା। ଆମେ ସେଇ ସାରଣୀ ପୂରଣ କରିବା। ତାପରେ ଆସ ରୀନା 22ର ପରବର୍ତ୍ତୀ ସଂଖ୍ୟା କିଏ 23। ହଁ 23 ଯୁଗ୍ମ ନା ଅଯୁଗ୍ମ ଅଯୁଗ୍ମ ତାହେଲେ ଅଯୁଗ୍ମ ଲେଖିବା। ଆଚ୍ଛା ସାଗର 25ର ପରବର୍ତ୍ତୀ କିଏ 26 ଯୁଗ୍ମ ନା ଅଯୁଗ୍ମ ଯୁଗ୍ମ। ଆଚ୍ଛା ପୂରଣ କରିବା। ଆକାଶ 30 ପରବର୍ତ୍ତୀ କିଏ 31 ଯୁଗ୍ମ ନା ଅଯୁଗ୍ମ ଅଯୁଗ୍ମ। ଭେରି ଗୁଡ। ଦେଖିଲ ବର୍ତ୍ତମାନ ତୁମେ ମାନେ ଯୁଗ୍ମ ଅଯୁଗ୍ମ ସଂଖ୍ୟା ନେଇ ଗୋଟେ ସୁନ୍ଦର ଖେଳଟି ମଧ୍ୟ ଖେଳିପାରିଲ। ଭଲ ଲାଗିଲା ଖେଳଟି। ଆଚ୍ଛା ଦେଖ ପିଲାମାନେ ତୁମେ ବର୍ତ୍ତମାନ ଯୁଗ୍ମ ଅଯୁଗ୍ମ ସଂଖ୍ୟା ବିଷୟରେ ଅନେକ ଧାରଣା ପାଇଲ ଆଉ ବହୁତ ଖେଳ ବି ଖେଳିଲ। ବର୍ତ୍ତମାନ ଜାଣି ସାରିଲ କେଉଁଗୁଡ଼ିକ ଯୁଗ୍ମ କେଉଁଗୁଡ଼ିକ ଅଯୁଗ୍ମ। ବର୍ତ୍ତମାନ ଗୋଟେ ତମ ପାଇଁ ଗୋଟେ ଛୋଟିଆ କାମ। ତୁମେ କ୍ୟାଲେଣ୍ଡର ଦେଖିଛ କ୍ୟାଲେଣ୍ଡରରେ ଥିବା ପ୍ରଥମ ମାସର ନାଁ କଣ କହିଲ ଜାନୁଆରୀ। ଭେରି ଗୁଡ। ତାହେଲେ ଜାନୁଆରୀ ମାସରେ କେତୋଟି ତାରିଖ ଅଛି 31। ଓକେ ତାହେଲେ ବର୍ତ୍ତମାନ ଆମେ କଣ କରିବା ସେ 1 ରୁ 2 3 4 5 କରି 31 ତାରିଖ ଅଛି ନା। ତମେ କ୍ୟାଲେଣ୍ଡର ଧରିବ ସେଇ ତାରିଖକୁ ଦେଖି ଦେଖି ସେଥିରୁ କେଉଁଗୁଡ଼ିକ ଯୁଗ୍ମ ତାରିଖ ଗୋଟେ ସାରଣୀରେ ଲେଖିବ କେଉଁଗୁଡ଼ିକ ଯୁଗ୍ମ ତାରିଖ ତାକୁ ଆଉ ଗୋଟେ ସାରଣୀରେ ଲେଖିବ। ଏମିତି ଯୁଗ୍ମ ସାରଣୀ ଅଯୁଗ୍ମ ସାରଣୀ କରି ସମସ୍ତ 1 ରୁ 31 ତାରିଖକୁ ଅଲଗା କରିକି ଦୁଇଟି ସାରଣୀ ତିଆରି କରିବ। ଠିକ ଅଛି କରିବ ନା। ବହୁତ ଭଲ ଲାଗିବ। ଏଥିରୁ ବି ଆମେ ଆନନ୍ଦ ପାଇପାରିବା। ବହୁତ ବହୁତ ବଢିଆ ହେଇଛି। ଦେଖ ପିଲାମାନେ ବହୁତ କଥା ଜାଣିଲ ଯୁଗ୍ମ ଅଯୁଗ୍ମ ବିଷୟରେ ବହୁତ ଖେଳ ଖେଳିଲ ବହୁତ କଥା ବି କହିଲ। ବର୍ତ୍ତମାନ ଆମେ ଏତିକି ଯୁଗ୍ମ ଅଯୁଗ୍ମ ଜାଣିବା ଆଉ କିଛି ଅଧିକ ଜାଣିବା ପାଇଁ ମଧ୍ୟ ଚେଷ୍ଟା କରିବା। ଧନ୍ୟବାଦ। ଆଚ୍ଛା ପିଲାମାନେ କେମିତି ଲାଗିଲା ଆମ ଚାରି ପାଖର ସଂରଚନା ବିଷୟରେ ତ ବହୁତ କିଛି ଜାଣିଲ ବହୁତ କିଛି କଥା ବି କହିଲ କେମିତି ଆମେ ସବୁ ଯୁଗ୍ମ ଅଯୁଗ୍ମ ଧାଡିରେ ସଜେଇ ପାରୁଛେ ଜାଣିଲ। ଠିକ ଅଛି ଆଗକୁ ଆହୁରି ଅନେକ ଜାଣିବାର ଅଛି। ଆମେ ପରବର୍ତ୍ତୀ ଶ୍ରେଣୀ ଗୁଡ଼ିକରେ ସେସବୁ ବିଷୟରେ ଜାଣିବା। ଆଜି ପାଇଁ ଥାଉ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।